ଭାଇନାଙ୍କ ପୁଅ ବାହାରିଲେ ତାଙ୍କ କଳା ଘୋଡ଼ା ଧରି ତାଙ୍କ ସାଙ୍ଗସାଥିମାନଙ୍କୁ ନେଇକି ପୁରୀ। ଆଉ ଆପଣମାନେ ତ ଦେଖୁଥିବେ ପ୍ରତି ସପ୍ତାହରେ ସୋମବାର ଭାଇନାଙ୍କ ପୁଅ ପୁରୀ ଯାଉଛନ୍ତି। ଆଜି କାହା ପାଳି ପଇଲା, କାଲି କାହା ପାଳି, ଏମିତି କରିକି ନେଉଛନ୍ତି ସମସ୍ତେ ଖାଇବା ପିଇବାକୁ ଦେଇକି ମଜାମସ୍ତି କରିକି ଆଉଛନ୍ତି। ଭାଇନା ଯାଇପାରୁନାହାନ୍ତି, ଭାଇନାଙ୍କ ଦୋକାନ କାମ ଲାଗିଛି, ଇଆଡ଼େ ତାଙ୍କ ସାନ ପୁଅ ଘର କାମ ଲାଗିଛି, ସିଆଡ଼େ ସେ ବ୍ୟସ୍ତ। ସେଥିପାଇଁ ବଡ଼ ପୁଅ ଯାଉଛନ୍ତି ସମସ୍ତଙ୍କୁ ନେଇକି। ଆଉ ଇଏ ଭାଇନାଙ୍କର ଭାଇମାନେ, ପିଲାମାନେ, ଆଉ କିଏ ମଉସା କିଏ ଦାଦା, ଏମିତି ସବୁ ଆଉ ଯାଉଛନ୍ତି ମଜାମସ୍ତି କରିକି। ଆଉ ଖାଇ ପିଇକି ଆସିବେ, ବୁଲାବୁଲି କରିକି ଆସିଲେ କହିବେ ସବୁ କ'ଣ କ'ଣ ବୁଲିଛନ୍ତି। ଆଉ ସମୁଦ୍ର କୂଳେ ବସିବେ, ଓଟ ଉପରେ, ଘୋଡ଼ା ଉପରେ, ତାପରେ ଚେୟାରରେ ବସିବେ ଚଷମା ଲଗେଇକି। ସବୁ ବିଚାର ଚାଲିଛି କିଏ ଆଗରେ ବସିବ କିଏ ପଛରେ ବସିବ। ସିଏ କହୁଛି ମୋର ବାନ୍ତି ହବ ମୁଁ ପଛରେ ବସିଲେ, ସିଏ କହୁଛି ମୁଁ ଆଗରେ ବସିବି। ଏମିତି ଚାଲିଛି ଆଉ କଥାବାର୍ତ୍ତା। ଆଉ ଇଆଡ଼େ ଭାଇନାଙ୍କ ପୁଅ ଗାଡ଼ି ବୁଲେଇଲେ, ସବୁ ବସିଲେ, ରେଡ଼ି ହେଲେ, ଚାଲିଲେ ଆଉ ପୁରୀ ଆଉ ବୁଲିକି ଆସିବେ ଆଉ।